ধনরে মূর্খ পণ্ডিত ধনরে পুরুষ ভাবন্ত সুবিদ্যাবন্ত ধনে গুণা জগত সুবিদ্যাবন্ত ধনে গুণা জগত সুবিদ্যাবন্ত ধনে গুণা জগত সুবিদ্যাবন্ত বলে যাও পায় নাই কিছু সে বহু ভগবতী অযোধ্যা শশী অযোধ্যা সীতা যায় বারাতে কইকি মা বেলা সীতা যায় বারাতে লক্ষ্মণ বলে ভাই রাত্রি পাই ছিলে আপনার আন্দোলন দিয়ে বসে বিশ্বাস করি ওইটাই মক্ষরা বেলা একটা দৈব রক্ষা সে ধর্মকে বিশ্বাস করি সেই যদি ধর্মরে সত্যরে ন্যায়রে অছ আচ্ছা ছোট ছোট সৃষ্টি হেকি পড়িব ধর্মরে সত্যরে ন্যায়রে অছ আচ্ছা হ্যাঁ ধর্মের হন্তে শত্রু শত্রু যেতে বড়িয়া হও ধর্মরে তরে অছ আচ্ছা নাই 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 যত ধর্ম তত জয় ধর্ম
জীবনের মানদণ্ড হচ্ছে কর্ম। ইয়ে জীবনের মানদণ্ড কর্ম। সেই কথাକୁ সমর্থন করে কহিলে নন্দ কিশোর বল সে কর্ম কহিলে এ জগত সর্ব কর্ম সুখ দুঃখ ये जगत होची कर्म सुख दुख हेतु कर्म करे स्वर्ग कर्म करे नरक भोग जात कर्म हेतु कर्म अनुसार कोन मुक्ति हेले कर्म कले स्वर्ग को जिवे कर्म कले नरक जिवे दीटा कर्म हेतु जणा पड़सी दीटा कर्म किंतु आता कर्म एक दिन दुई दिन कर्म होची तीन प्रकार कौन से तीन प्रकार ये अपनी बड़ी योजना से हम करे पहले कर्म ही कर्म सुकर्म ये तीन तो सब हेतु सब কথা ভুলি গলা যে পেটের ভিতরে যা সব কর্ম কইছিলা অপর পাঠটা হচ্ছে নাম করব বিন্দুরা কি তায়
ହେଇଛି ଆଜ୍ଞା ପିଲାଙ୍କୁ କୁର୍ମୀ ହେଲେ ଆହା ପିତା ମାତା ବାପା ମା କରନ୍ତି କଣ? କଣ କରନ୍ତି ନା ପିଲାମାନଙ୍କୁ ଟିକେ ପିତା ଖାଇବାକୁ ଦିଅନ୍ତି। ଦିଅନ୍ତି ପିତା ଖାଇବାକୁ ଦିଅନ୍ତି। ଆହା ହେ ବାପା ପିତା ଖାଇଲେ ପିଲାର କୁର୍ମୀ ରୋଗ ଭଲ ହୁଏ। ତେଣୁ ଅତିବଡ଼ି ଜଗନ୍ନାଥ ଦାସ କହିଲେ ସେଇ କଥା। କଣ କହିଲେ ଔଷଧ କଟୁ ତିକ୍ତଆଣି ଔଷଧ କଟୁ ତିକ୍ତଆଣି ବୁଲାନ୍ତି ପିତା ମାତାଣି ବୁଲାନ୍ତି ପିତା ମାତାଣି ଜଗନ୍ନାଥ ଦାସ ଭାଗବତରେ କହିଲେ ଔଷଧ କଟୁ ତିକ୍ତଆଣି ଆହା ପିତା ପିତା ପିଲାମାନଙ୍କୁ ପିତା ଖାଇବାକୁ ଦିଅନ୍ତି ଦିଅନ୍ତି। ଏମିତି ମଧୁର ବସ୍ତୁ କହି ତଳେ ମଧୁର ବସ୍ତୁ ତଳେ ତଳେ ବୁଲାନ୍ତି ତାକୁ ବଳେ ଲୋଭେ ବୁଲାନ୍ତି ତାକୁ ବଳି ଆନନ୍ଦେ କରେ ସୁଖ ଭୋଗ ଆନନ୍ଦେ କରେ ସୁଖ ଭୋଗ ଆନନ୍ଦେ କରେ ସୁଖ ଭୋଗ ମଧୁର ବସ୍ତୁ କହି ତଳେ ମଧୁର ବସ୍ତୁ ରସଗୋଲା ଦେଖ ମଧୁର ବସ୍ତୁ ମିଠା 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 ପିଲାମାନଙ୍କୁ ମା ମାନେ ମିଠା ଦ୍ରବ୍ୟ ଦେଖାଇ ଖୁଆଇ ଦିଅନ୍ତି। ଦିଅନ୍ତି ଖାଇଦେଲେ ପିଲାର କୁର୍ମୀ ରୋଗ ଭଲ ହେଇଯାଏ। ଆହା ପିଲା ଆନନ୍ଦରେ ସୁଖ ଭୋଗ କରେ। କରେ ପିଲା ବା କହିବାର ଅର୍ଥ ଆହା ସୁକର୍ମ କର କର ନା ନାନା ମାର୍ଗ ଦର୍ଶନ କରାଇ ବାପା। ଆହା ଗୋଟେ ପିଲା ଦୁଷ୍ଟାମି କରୁଛି ଅବାଟରେ ଯାଉଛି ଯାଉଛି ତାକୁ ନାନା ମାର୍ଗ ଦର୍ଶନ କରାଇ ଆହା ସିଏ ପାପ ପଥରୁ ପୁଣ୍ୟ ପଥକୁ ଆଣିପାରିଲା। ଆହା ହଉଛି ସୁକର୍ମ। ସୁକର୍ମ ସୁକର୍ମ କୁକର୍ମ ସୁକର୍ମ କର। କୁକର୍ମ କର ଲୋକ ଦେଖାଇଆ ସାଜିବ ବେକ ଲୋକ ଦେଖାଇଆ ସାଜିବ ବେକ ଚିତା କଥା ସଏ ଗ୍ରାମ ତିଳକ ଆଉ ମାଳ ବୋଛା ଗୋଛା ଗଳେ ପକାଇ ଆଲୋକଙ୍କ ଆଗେ ବହୁ ଶାସ୍ତ୍ର ଅତିବ ସମୟରେ ଅତିବ ସମୟରେ ନମ ପାଶେ ବୋଲେ ଲୋକ ଦେଖାଣିଆ ସାଜିବ ବେକ। ଆହା ଲୋକ ଦେଖିଲା ବେଳିଆ ଆହା ବାବା କ୍ୟାମେରା ଆଗରେ ଫଟୋଟା ଭଲ ଆସିଲା ବେଳିଆ ଆହା ଦେଖରେ ଚିତା କରେ ନାଳ ବଛା ବଛା ପକାଇ ଆହା ଚିତା ଚୈତନ୍ୟ କାଟି ଆହା ଲୋକଙ୍କ ଆଗରେ ଧର୍ମଶାସ୍ତ୍ର କହିଲା ଇଏ କଣ ନୁହେଁ। ହେ ବାବା ଗୋଟେ ଧର୍ମଶାସ୍ତ୍ର କହିବ କର୍ମ କରି ଓଲଟା ବାବା କର୍ମ କଲା ବେଳେ କର୍ମ କର ବିଲୁ ଯାଇଥିବ ବିଲକୁ ଯାଇଥିବ। ହଁ ହେ ବାବା ହଁ ବିଲକୁ ହାରିବାକୁ ହାରିକି ଲଗିଥିବ ହାରିବା ପରେ ପଚାରିବ ହାରିବା କାହିଁ ଧରୁଛୁ କାଇଁ ଆଣୁଛୁ କିରେ ବରଫ ଏପଟେ ଅଛି ନା ମାତିଲେ ମୋର ଆଉ ଚାକିରି ସେପରି ବାହାରି ଆଉ ଗୋଟେ ବାର ବୁଝିଲା ବେଳେ ଯଦି କହିବ କାହିଁ ଆଣିକି ମରଉଛୁ ନା ମାତିଲେ ହାତେ ବାହାରି ଆଉ ହାତେ ବାହାରିବ ବାବା କର୍ମ କରଇ ଓଲଟା ଏହି ଯେ କୁକର୍ମ ଅନ୍ତିମ ସମୟରେ ଜଗତ ସେ ହତ ହତ୍ୟା କର୍ମ ହଉଛି ତିନି ପ୍ରକାର କର୍ମରୁ ଧର୍ମଜାତ କର୍ମ ମୂଳେ ଧର୍ମଜାତ ଧର୍ମ ଧାରଣା ଏ ଜଗତ କର୍ମ ହଉଛି ସୁଖ ଦୁଃଖର ଦାତା କର୍ମଟି ସୁଖ ଦୁଃଖ ଦାତା ତାପରେ ପରମ